ଶୋଇବା ସମୟରେ ଆପଣଙ୍କ ପାଟିରୁ ଲାଳ ବାହାରୁଛି କି? ଜାଣନ୍ତୁ କ'ଣ ଏହାର ଉପଚାର। ଶୋଇବା ସମୟରେ ମୁଖ୍ୟତଃ ଲାଳ ବାହାରିଥାଏ। ଶୋଇବା ସମୟରେ ନିଶ୍ୱାସ ନିଆଯାଇଥାଏ, ଯେଉଁ କାରଣରୁ ଲାଳ ବାହାରିଥାଏ। ଲାଳ ବାହାରିବା ପାଇଁ ଅନେକ କାରଣ ହୋଇଥାଏ, ଯେମିତି ଖାଇବା ପିଇବାରେ ଆଲର୍ଜି ହେବା ବା କିଛି ଔଷଧ କାରଣରୁ ଅଧିକ ଲାଳ ହୋଇଥାଏ। ଯଦି ଆପଣ ଶୋଇବା ସମୟରେ ଲାଳ ବାହାରିବା କାରଣରୁ ଚିନ୍ତିତ, ତେବେ ଏହି ଘରୋଇ ଉପଚାର ଆପଣଙ୍କୁ ବହୁତ ସାହାଯ୍ୟ କରିପାରିବ। ପାଟିରେ ଲାଳ ବାହାରିବା, ଡେରିରେ ରୋଷେଇ ଥିବା ଖାଦ୍ୟ ଏବଂ ପେଟ ସଫା ରଖିବା ଆବଶ୍ୟକ। ଲାଳ ବାହାରିଲେ 2-3ଟି ତୁଳସୀର ପତ୍ରକୁ ଚୋବାଇ ପାଣି ପିଇ ଦିଅନ୍ତୁ। ଏହିଭଳି କରିବା ଦ୍ୱାରା ଲାଳ ବାହାରିବାରୁ ମୁକ୍ତି ମିଳିଥାଏ। ଶୋଇବା ସମୟରେ ଲାଳ ବାହାରିବା କାରଣରୁ ଲଜ୍ଜିତ ହେବାକୁ ପଡ଼ିଥାଏ, ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଫିଟିକିରିକୁ ପାଣିରେ ମିଶାଇ କୁଳି କରିପାରିବେ। ଏହାଦ୍ୱାରା ଏହିଭଳି ଅସୁବିଧାରୁ ମୁକ୍ତି ମିଳିପାରିବ। ଲାଳ ବାହାରୁଥିବାରୁ ଚିନ୍ତିତ ଅଛନ୍ତି କି? ତେବେ ଡାଲଚିନିର ଚା ଆପଣଙ୍କ ପାଇଁ ବହୁତ ଉପକାରୀ ହୋଇଥାଏ। ଏଥିପାଇଁ ଡାଲଚିନିକୁ ପାଣିରେ ପକାଇ ଭଲ ଭାବେ ଫୁଟାନ୍ତୁ। ଏହାପରେ ଛାଣି ଏଥିରେ ମହୁ ମିଶାଇ ପିଅନ୍ତୁ। ଏଥିରୁ ଆପଣଙ୍କର ଲାଳ ବାହାରିବା ସମସ୍ୟା ଦୂର ହୋଇଥାଏ। ଲାଳ ବାହାରିବାକୁ ରୋକିବା ପାଇଁ ଅଁଳା ପାଉଡର ବହୁତ ଲାଭଦାୟକ ହୋଇଥାଏ। ଖାଦ୍ୟ ଖାଇବାର ତୁରନ୍ତ ପରେ ଉଷୁମ ପାଣିରେ ଅଁଳା ପାଉଡରକୁ ଖାଇବା ଦ୍ୱାରା ଆରାମ ମିଳିଥାଏ। ଏହା ସହିତ ଏସିଡରୁ ମଧ୍ୟ ରକ୍ଷା କରିଥାଏ। ବ୍ୟୁରୋ ରିପୋର୍ଟ, ଆପଣଙ୍କ ଖବର। अधिक खबर पाई आम चैनल को लाइक, शेयर और सब्सक्राइब करंतु।